एसबीआई ग्राहकों ପାଇଁ ଆସିଗଲା ବଡ଼ ଖୁସି ଖବର। ଯଦି ଆପଣମାନଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାତା ଅଛି ତେବେ ଜାଣି ରଖନ୍ତୁ ଏବେ ଆପଣଙ୍କୁ ମଧ୍ୟ ମିଳିପାରିବ 50,000ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍। କେମିତି ପାଇବେ, କ'ଣ ରହିଛି ଅପଡେଟ୍, ଏନେଇ ମଧ୍ୟ ଏସବିଆଇ ପକ୍ଷରୁ ଜାରି ହେଲା ଏକ ବଡ଼ ଘୋଷଣା। ଜାଣିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ଏବେ ଏକ ବଡ଼ ଅପଡେଟ୍ ଆସୁଛି। ଏସବିଆଇ ଶିଶୁ ମୁଦ୍ରା ଋଣ ଏକ ବିଶେଷ ପ୍ରକାର ମାଇକ୍ରୋ ଫାଇନାନ୍ସ ଯୋଜନା ଯାହା ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଦିଆଯାଉଛି। ଏହା 3 ପ୍ରକାର ମୁଦ୍ରା ଋଣ ମଧ୍ୟରୁ ଅନ୍ୟତମ, ଯେଉଁଥିରେ ଶିଶୁ, କିଶୋର ଓ ତରୁଣ ଥାଏ। ଏହି ଅଧିକାର ସବୁଠୁ ଛୋଟ ପରିମାଣର ଋଣ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ଛୋଟ ବ୍ୟବସାୟ ଏବଂ ସ୍ୱୟଂ ରୋଜଗାରକୁ ପ୍ରୋତ୍ସାହିତ କରିବା। ତେବେ ଏସବିଆଇ ଶିଶୁ ମୁଦ୍ରା ଋଣ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ବିଶେଷତା ଗୁଡ଼ିକ ହେଲା, ଏହି ଯୋଜନାରେ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ। ତେବେ ଏହାର ଋଣ ହାର ବ୍ୟାଙ୍କ ନିର୍ଦ୍ଧାରିତ କରିଥାଏ। ପାଖାପାଖି ଏହା 10ରୁ 12% ପର୍ଯ୍ୟନ୍ତ ସୁଧ ହୋଇଥାଏ। ତେବେ ଋଣର ରିପେମେଣ୍ଟ ସାଧାରଣତଃ 3ରୁ 5 ବର୍ଷ ହୋଇଥାଏ। ତେବେ ଏହି ଋଣ ବ୍ୟବସାୟୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଓ ଅନ୍ୟାନ୍ୟ ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ ପାଇଁ ଦିଆଯାଉଛି। ତେବେ ଏହି ଯୋଜନା ପାଇଁ ଆବେଦନକାରୀଙ୍କୁ ତାଙ୍କର ନିକଟତମ ଏସବିଆଇ ଶାଖାରେ ଯାଇ ଆବେଦନ କରିବାକୁ ପଡ଼େ ଓ ଯୋଗ୍ୟତା ସମ୍ବନ୍ଧୀୟ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼େ। ତେବେ ଭୋଟର ଆଇ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ବ୍ୟବସାୟ ଯୋଜନା ଓ ଆବଶ୍ୟକ ତଥ୍ୟ ମଧ୍ୟ ଡକ୍ୟୁମେଣ୍ଟ ଦରକାର। ଏହି ଲୋନ୍ ଆପଣ ପାଇବା ପାଇଁ ହେଲେ ଏସବିଆଇର ଶାଖାକୁ ଯାଆନ୍ତୁ, ଆବେଦନ ଫର୍ମ ଭରନ୍ତୁ ଏବଂ ଟିକେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଦାଖଲ କରନ୍ତୁ। ବ୍ୟାଙ୍କ ଯୋଗ୍ୟତା ଅନୁରୂପ ଆବେଦନ ଡକ୍ୟୁମେଣ୍ଟକୁ ସମୀକ୍ଷା କରିବା ପରେ ଋଣ ପ୍ରଦାନ କରିଥାଏ। ତେବେ ଯାହାକି ଏସବିଆଇର ଶିଶୁ ମୁଦ୍ରା ଲୋନ୍, ଯାହା ମଧ୍ୟ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଆସୁଛି, ଯେଉଁଥିରେ ଆପଣମାନେ 50,000 ଟଙ୍କାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମଧ୍ୟ ନେଇପାରିବେ। ତେବେ ଆପଣମାନଙ୍କର ଏସବିଆଇରେ ଖାତା ଅଛି କି ନାହିଁ ତା ନିହାତି କମେଣ୍ଟ କରି ଜଣାଇବେ।